हरे कृष्ण। श्रील प्रभुपाद की जय। तो ସମସ୍ତଙ୍କୁ ଶୁଭ ପାପ ମୋଚନ ଏକାଦଶୀ ଧନ୍ୟବାଦ ଯେଉଁମାନେ ଭଗବାନଙ୍କର ପ୍ରାତଃ ସ୍ମରଣୀୟ ହରିନାମ ଶ୍ରବଣ କରିବା ପାଇଁ ଉପସ୍ଥିତ ଅଛନ୍ତି। ତ ଏଇ ନାମ ବିଷୟରେ ବିଭିନ୍ନ ଶାସ୍ତ୍ରରେ ନାମ ବିଷୟରେ ବିଭିନ୍ନ ଶାସ୍ତ୍ରରେ ଭଗବାନଙ୍କର ଏ ଦିବ୍ୟ ନାମ ବିଷୟରେ ବର୍ଣ୍ଣନା କରାଯାଇଛି कि नाम ର ମହିମାରେ କେହି ଯଦି ବି ଶ୍ରବଣ କରନ୍ତି ନାମ ର ମହିମାକୁ ଆଉ ଥିଓରିଟିକାଲି ଯଦି ବୁଝନ୍ତି ବି କି ନାମ ର ମହିମା ସମସ୍ତ ବେଦ ବେଦାନ୍ତର ସାର ମର୍ମ ବୋଲି ସେ ମଧ୍ୟ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ହେଇଯିବେ। ଭଗବତ ଗୀତାର ଅନ୍ତିମରେ ଭଗବାନ କହୁଛନ୍ତି ସର୍ବ କିଛି ପରିତ୍ୟାଗ କରିବା ପାଇଁ ସମସ୍ତ ପ୍ରକାର ଧର୍ମକୁ ଯାହା ଭଗବାନ କୃଷ୍ଣଙ୍କର ଶୁଦ୍ଧ ଭକ୍ତିକୁ ପ୍ରଶୟ ଦିଏ ନାହିଁ। କିନ୍ତୁ ଭାଗବତମର ଅନ୍ତିମ ଶ୍ଲୋକରେ ଭଗବାନ କହୁଛନ୍ତି କି ନାମ ପ୍ରଣାମ ସହିତମ୍ ଅର୍ଥାତ ଦୁଇଟି ଜିନିଷ କଲେ ଭଗବତ ପ୍ରାପ୍ତି ହେବ ନାମ ଏବଂ ପ୍ରଣାମ। ତ ନାମ ର ମହତ୍ଵ ବହୁତ ଅଛି। ତ ବହୁତ ଗୋଟେ ଲମ୍ବା ଶ୍ଲୋକ ଅଛି ମୁଁ କଲେକ୍ଟ କରିଥିଲି ଆଦି ପୁରାଣରୁ। ତ ସେଇଥିରେ ବର୍ଣ୍ଣନା କରାଯାଇଛି ନାମକୁ କମ୍ପେୟାର କରାଯାଇଛି ସେଇଟା ଆମେ ଶୁଣିବା ତାପରେ ଜପ କରିବା। ନା ନାମ ସଦୃଶମ ଜ୍ଞାନମ ନାମ ପରି ଯୋଉ ଜ୍ଞାନ କୌଣସି ଜ୍ଞାନ ନାହିଁ ଯାହା ନାମକୁ ଇକ୍ୱାଲ କରେଇବ। ନାମ ପରି କୌଣସି ଜ୍ଞାନ ନାହିଁ ନାମରୁ ହିଁ ସବୁ କିଛି ଆବିର୍ଭାବ ଅଛି। ତ ମୁଁ ଖାଲି ଶ୍ଲୋକ ପଢୁଛି ଖାଲି ଜାଣିବ। ନନାମ ସଦୃଶମ ଜ୍ଞାନମ ନନାମ ସଦୃଶମ ବ୍ରତମ ନନାମ ସଦୃଶମ ଧ୍ୟାନମ କୌଣସି ଧ୍ୟାନ ଏବଂ ବ୍ରତ ମଧ୍ୟ ନାମର ସଦୃଶ ସମାନତା ହେଇପାରେ ନାହିଁ। ନନାମ ସଦୃଶମ ଫଳମ ନନାମ ସଦୃଶମ ତ୍ୟାଗୋ ନନାମ ସଦୃଶମ ସମ କୌଣସି ତ୍ୟାଗ ଏବଂ ନିୟନ୍ତ୍ରଣ ନାମ ମାଧ୍ୟମରେ ସବୁ କିଛି ପ୍ରାପ୍ତ ହେଇପାରିବ। ନାମ ସଦୃଶମ ପୁଣ୍ୟମ କି ଯଦି ପୁଣ୍ୟ ବି କମେଇବା ପାଇଁ ଚାହାନ୍ତି ତ ନାମ ସଦୃଶ ପୁଣ୍ୟ ଆଉ ନାହିଁ। ନାମ ସଦୃଶୀ ଗତି ନାମେବ ପରମ ମୁକ୍ତି କୌଣସି ଗତି ନାମ ହରିନାମ ଆମକୁ ଯୋଉ ଗତି ଯୋଉ ଡେଷ୍ଟିନେସନ ପ୍ରଦାନ କରିପାରିବ କୌଣସି ଜିନିଷ ପ୍ରଦାନ କରିପାରିବନି। न नाम सदृशम पुण्यम न नाम सदृशम गति नामेव परम मुक्ति नामेव परम गति नामेव परम शांति नामेव परम स्थिति नामेव परम भक्ति नामेव परम मति नामेव परम प्रीति नामेव परम स्मृति नामेव करणम जंतोर नामेव प्रभुरेव च नामेव परमाद्यम नामेव परम गुरु। तो भगवान हरिनाम रो अतुल्य महिमा अछि। ତେଣୁ ସେଥିପାଇଁ ହରିନାମକୁ ଆମେ ସବୁବେଳେ ଧାରଣ କରିବା ଦରକାର। କୌଣସି ପରିସ୍ଥିତିରେ ଯିବ ଭଗବତ ଧାମ ଯିବାର କେବଳ ଗୋଟିଏ ହିଁ ମାତ୍ର ଶୁଦ୍ଧ ହରିନାମକୁ ଧାରଣ କରିବା। ଆସନ୍ତୁ ଆମେ ଏକାଦଶୀରେ ଭଗବାନ ଶ୍ରୀ ହରିଙ୍କୁ ପ୍ରାର୍ଥନା କରିବା ଏକାଦଶୀ ଭକ୍ତିର ଜନନୀ ତାଙ୍କୁ ପ୍ରାର୍ଥନା କରିବା କି ଆମ ହୃଦୟରେ ଏ ଭଗବାନଙ୍କର ଦିବ୍ୟ ନାମକୁ ସ୍ମରଣ କରନ୍ତୁ। हरे कृष्ण श्रील प्रभुपाद की जय। श्री हरिनाम प्रभु की जय। वैष्णव प्रणाम मंत्र गाएगा। वैष्णव माने वांछा कल्पतरु सदृश क्षमाशील दयार सागर एवं प्रत्येक जीवनकर उद्धारकारी दैनंदिन जीवन रे ज्ञात वा आज्ञा सारे यदि कौनसी साधु गुरु वैष्णव निकट रे अपराध होता है ताहले प्रथम मुहूर्त रे सेମାନଙ୍କ चरण कमल रे क्षमा प्रार्थना मागी नेवा उचित। वंशाकल्पतरोर्वश्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। जगत गुरु श्रील प्रभुपाद की जय। श्री हरिनाम प्रभु की जय। हरे कृष्ण। तो समस्ते ध्यान पूर्वक जप करंतु। आज एकादशी अछि भगवान को प्रार्थना करंतु। ये वीडियो ऑफ करबनी वीडियो ऑन करके जप करियो। हरे राम 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 नमो विष्णु हरे कृष्ण